ଆଜିକାଲି ଆମ ଗଛର କିଛିଟା ଦେଖିବେ ସମସ୍ୟା ଏମିତି ଥାଏ ଯୋଉ ପତ୍ରର ସବୁ ଧାର ଧାର ସହିତ ପତ୍ରର ଶିରା ଗୁଡ଼ା ବି ମଧ୍ୟ ଏମିତିଆ ହଳଦିଆ ପଡ଼ିଚାଲେ। କାହିଁକି ନା ଇଏ ସବୁ ହେଉଛି ଆମର ଗଛର ଟିକେ ଇମ୍ୟୁନିଟି ବୋଷ୍ଟ ଯଦି ନ ହେଇପାରିଲା ଆମ ଗଛ ଏମିତିକା ପତ୍ର ସବୁ ରଙ୍ଗ ବିରଙ୍ଗ ହେଇଯାଏ, ଯେମିତିକା ତାର ହଳଦିଆ ଦାଗ ପଡ଼ିବା ହଉ କିମ୍ବା କଳା ଦାଗ ଏମିତିକା ସବୁ ହୁଏ। ତ ଏଇଠି ଗୋଟେ ନୂଆ ଦେଖ କଟିଂରୁ ଯୋଉ ଗ୍ରୋ କରିଥିଲି ତ ଛୋଟିଆ ଆମର କୁଣ୍ଡରେ ଲାଗିଛି, ତ ସେଥିରେ ବି ପତ୍ର ହାଲକା ସେଇଭଳିଆ ହଳଦିଆ ହେଇ ଆସିଲାଣି। ମନ୍ଦାର ଗଛର ଇମ୍ୟୁନିଟି ବୁଷ୍ଟ ପାଇଁ ଆମେ ସପ୍ତାହକୁ ଥରେ ଏଇ ଲିକ୍ୱିଡ ବ୍ୟବହାର କରିବା ଦରକାର, ଯାହାଦ୍ୱାରା ଆମ ଗଛକୁ ଇମ୍ୟୁନିଟି ସଫିସିଏଣ୍ଟ ମାତ୍ରାରେ ମିଳିବ ଆଉ ଗଛର ଗ୍ରୋଥ ବି ବରାବର ଆସିବ। ତ ଏଠି ମୁଁ ଅଧମଗିଏ ମାତ୍ରାରେ ପାଣି ରଖିଛି, ତା ଦେହରେ ଦେଇଥିଲି ହ୍ୟୁମିକ୍ ଏସିଡ, ପତ୍ର ହଳଦିଆ ପଡ଼ିବନି ବୋଲିକି। ଆଉ ଏଇଟାର ବ୍ୟବହାର ଆପଣ ମୂଳରେ ବି କରିପାରିବେ, ଆଉ ତାର ଯୋଉ ପତ୍ର ହଳଦିଆ ପଡ଼ିଛି ସେଇଠି ବି ମାନେ ଛିଞ୍ଚି ଦେଇପାରିବେ। ତ ପତ୍ରରେ ଯୋଉ ଡାଳ ପତ୍ର ଛିଞ୍ଚିଲେ ନା ସେଠି କଳା ପଡ଼ିବନି, କଳା ଦାଗ ଆସିବନି କି ହଉଛି ଆପଣଙ୍କର ଗଛରେ ବି ମଧ୍ୟ ହଳଦିଆ ଦାଗ ପଡ଼ିବନି କି ଫୁଟଫୁଟିଆ ଦାଗ ହବନି। ତ ମୁଁ କିଛି ମୂଳରେ ଦେଇ ଦେଇଥିଲି ଯୋଉ ସବୁ ଗଛର ଅଧିକା ହଳଦିଆ ପତ୍ର ପଡ଼ିଛି, ଆଉ ବଳକା ମୁଁ ସ୍ପ୍ରେ ବୋଟଲରେ ପୁରେଇ ଦେଇକିରି ମୋର କିଛିଟା ପତ୍ର ଯୋଉଗୁଡ଼ାକ ସବୁ ହଳଦିଆ ଦାଗ ପଡ଼ି ଆସୁଥିଲା ନା ନୂଆ ନୂଆ ଗଛରେ, ତ ସେସବୁରେ ମୁଁ ସ୍ପ୍ରେ କରିଦେଇଛି। ତ ଏଇଟା ହଉଛି ହ୍ୟୁମିକ୍ ଏସିଡଟା ଆମର ଦିଟା ପାଇଁ ଆମେ ବ୍ୟବହାର କରିପାରିବା, ଆଉ ଆମ ଗଛକୁ ବୁଷ୍ଟ କରିଥାଏ, ଆମର ଇମ୍ୟୁନିଟି ବୁଷ୍ଟ କରିଥାଏ, ଯୋଉଟାକି ଆମର ଗଛର ଷ୍ଟ୍ରେନ୍ଥ ବଢ଼େଇଥାଏ। ଆଉ ଗଛକୁ ଇମ୍ୟୁନିଟି ବୁଷ୍ଟ କରିବା ଦ୍ୱାରା ଗ୍ରୋଥ ବି 2 ଗୁଣ ବଢ଼ିଥାଏ ଆଉ ଗଛର ବ୍ଲମିଂ ପାର୍ଟ ବି ବାହାରିଥାଏ। ତ ଏଇ ହ୍ୟୁମିକ୍ ଏସିଡ୍ର ଗୋଟେ ରେଡିମେଡ୍ର ଲିକ୍ୱିଡ୍ ମିଳୁଛି, ଆପଣ ଅନଲାଇନ୍ରେ ଅଫଲାଇନ୍ରେ ବି ମିଳିଯିବ। ଅଫଲାଇନ୍ରେ ଟିକେ ହେଉଛି ପ୍ରାଇସ୍ ଅଧିକା ପ୍ରାୟ ରହିବ, ତା ଛଡ଼ା ଅଫଲାଇନ୍ ଯେଉଁ ଆଣିବେ ନା ଲିକ୍ୱିଡ୍ଟା, ତ ସେଇଟା ଟିକେ ମିକ୍ସ ବାଲା ରହିବ, ଯେମିତିକା ହ୍ୟୁମିକ୍ ଏସିଡ୍ ପଲ୍ବିକ୍ ଏସିଡ୍ର ଗୋଟେ ମିକ୍ସ ଲିକ୍ୱିଡ୍ ରହିବ। କିନ୍ତୁ ଯଦି ଅନଲାଇନ୍ରେ ଆଣିବେ ନା ଆପଣ ତାର ହ୍ୟୁମିକ୍ ଏସିଡ୍ର ଅଲଗା ହେଉଛି ଆପଣ ଲିକ୍ୱିଡ୍ ପାଇଯିବେ, ଆଉ ତାର ପ୍ରାଇସ୍ ବି ବହୁତ ହି କମ୍ ରହିବ। ଆଉ ହ୍ୟୁମିକ୍ ଏସିଡ୍କୁ ଆପଣ ହେଉଛି 3 ରୁ 4 ବର୍ଷ ପ୍ରାୟ ରଖିକି ଆପଣଙ୍କ ଗାର୍ଡେନରେ ଆପଣ ବ୍ୟବହାର କରିପାରିବେ। ଗୋଟେ ବୋଟଲ 3 ବର୍ଷ ପାଖାପାଖି ୟୁଜ୍ କରିପାରିବେ। ତା ଛଡ଼ା ଗଛରେ ଆପଣ ୟାକୁ ସପ୍ତାହକୁ ଥରେ ଲେଖାଏଁ ଦେବେ, ସ୍ପ୍ରେ ଦ୍ୱାରା ନହେଲେ ଡ୍ରିଙ୍କିଂ ଦ୍ୱାରା, ତ ବହୁତ ହି ବଢ଼ିଆ କାମ କରିବ।